ପିଲାମାନେ ଗୁଡ୍ ମର୍ଣ୍ଣିଂ। ସମସ୍ତେ ଭଲ ଅଛ? ସମସ୍ତେ ଭଲ ଅଛ? କଣ କଣ ଖାଇକି ଆସିଛ ଆଜି ସକାଳୁ? ତମେ କଣ ଖାଇଛ? ତମେ କଣ ଖାଇଛ? ତମେ ବିସ୍କୁଟ। ତମେ କଣ ଖାଇଛ? ଖାଇଛ? ତମେ କଣ ଖାଇଛ? ବରା ଖାଇଛ? ତମେ ଖାଇଛ? ସକାଳୁ ସମସ୍ତେ ଆମେ ଯେତେବେଳେ ସକାଳୁ ଉଠୁଛେ ସେତେବେଳେ ଆମେ କଣ କରୁଛେ ନା ଆମେ ଏମିତି ନମସ୍କାର କରିକି କଣ କରୁଛେ ନା ଦିନଟାକୁ ଆରମ୍ଭ କରୁଛେ। ଆମେ ଜାଣିଛେ ସମସ୍ତେ ଯେତେବେଳେ ଆମେ ସକାଳେ ଆମେ ଯେତେବେଳେ ବେଡ୍ ଉପରେ ଶୋଇଥିବା ସେତେବେଳେ ଆମେ କଣ କରିବା ନା ଯେତେବେଳେ ପ୍ରଥମେ ଉଠିବା ସେତେବେଳେ ଆମେ ଆମ ହାତକୁ ବା କରକୁ ଆଗେ ଦର୍ଶନ କରିବା। ବୁଝିଲା ବାବା? ଆଡ଼େ ଅନା ମତେ ଅନା। କରକୁ ଦର୍ଶନ କରିବା କାହିଁକି ନା ଏ କର ବା ଏ ହାତ ଯାହାକୁ ହାତ କୁହାଯାଏ ନା ଦେଖ ସକାଳୁ ଉଠିକି ଆମେ ପ୍ରଥମେ କଣ କରିବା ନା ଆମ କରକୁ ହାତକୁ ଦର୍ଶନ କରିବା କାହିଁକି ନା ଦେଖ ମୁଁ ମନ୍ତ୍ର କହୁଛି ଶୁଣ। କରାଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟେ ସରସ୍ୱତୀ କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ୍। ଆମେ ଯେତେବେଳେ ସକାଳୁ ଉଠୁଛେ ଆମେ ଆମ ବସିକି ହାତ ଦର୍ଶନ କରିବା କାହିଁକି ନା କରାଗ୍ରେ ବସତେ ଲକ୍ଷ୍ମୀ ଆମ ହାତର ଏଇ ଅଗ୍ରଭାଗରେ କିଏ ରହୁଛନ୍ତି? ମା ଲକ୍ଷ୍ମୀ ରହୁଛନ୍ତି। ବୁଝିଲା? କର ମଧ୍ୟେ ଗୋବିନ୍ଦ କର ମଧ୍ୟରେ କିଏ ରହୁଛନ୍ତି? ନା ଗୋବିନ୍ଦ ରହୁଛନ୍ତି, ନାରାୟଣ ରହୁଛନ୍ତି, ବିଷ୍ଣୁ ଭଗବାନ ରହୁଛନ୍ତି। ବୁଝିଲା? ମୂଳେ କରାଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟେ ସରସ୍ୱତୀ କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ୍। ସକାଳୁ ସକାଳୁ ଆମେ ଉଠି କରିବା ନା ଆମ ହାତଟାକୁ ଆମେ ଏମିତି ଦର୍ଶନ କରିବା ହେଲା। ଯୋଉଥିରେ ଆମର କାହା କାହା ଦର୍ଶନ କରିବା ନା ଲକ୍ଷ୍ମୀଙ୍କର, ନାରାୟଣଙ୍କର ଏବଂ ମାତା ସରସ୍ୱତୀଙ୍କର ଦର୍ଶନ ପାଇବା। ଏବଂ ସକାଳୁ ଆମେ ଆମ ହାତଟାକୁ ଦର୍ଶନ କରିକି ଆମେ କଣ କରିବା ନା ଭଗବାନଙ୍କୁ ସ୍ମରଣ କରିକି ଆମ ଦିନଟାକୁ ଶୁଭଙ୍କର କରିବା। ବୁଝିଲ? ଆମେ ଯେତେବେଳେ ଏବେ ଦେଖ ଏବେ ଯେତେବେଳେ